ସାରଳା ମହାଭାରତର ସତ୍ୟସନ୍ଧ କିଏ? ଉତ୍ତର ଯୁଧିଷ୍ଠିର। ବଳରାମ ଦାସଙ୍କର ଲଙ୍କା ଦର୍ଶନ ବର୍ଣ୍ଣନା କେଉଁ ଗ୍ରନ୍ଥରେ ଅଛି? ଉତ୍ତର ବଟଅବକାଶ। ତୁଳାଭିଣା କେଉଁ ଛନ୍ଦରେ ରଚିତ? ଉତ୍ତର ନବାକ୍ଷରୀ। ଅଚ୍ୟୁତାନନ୍ଦ ଦାସ କେଉଁ ଗ୍ରନ୍ଥରେ ନିଜ ରଚନା ସମ୍ପର୍କରେ କହିଛନ୍ତି? ଉତ୍ତର ଅଣାକାର ସଂହିତା। ଗୁଣ୍ଡିଚା ବିଜେର ରଚୟିତା କିଏ? ଉତ୍ତର ବ୍ରଜନାଥ ବଡ଼ଜେନା। ରୁଦ୍ର ସୁଧାନିଧିର ଖଳନାୟକ ଚରିତ୍ରର ନାମ କ'ଣ? ଉତ୍ତର ଯୋଗୀ କାମାନନ୍ଦ। ଟମାସ ହାର୍ଡି ଔପନ୍ୟାସିକଙ୍କ ସହ କେଉଁ ଓଡ଼ିଆ ଔପନ୍ୟାସିକଙ୍କୁ ତୁଳନା କରାଯାଏ? ଉତ୍ତର ଫକୀରମୋହନ ସେନାପତିଙ୍କୁ। କାଳିନ୍ଦୀ ଚରଣ ପାଣିଗ୍ରାହୀ ବାସନ୍ତୀ ଉପନ୍ୟାସରେ କେତୋଟି ପରିଚ୍ଛେଦ ଲେଖିଛନ୍ତି? ଉତ୍ତର 5ଟି ପରିଚ୍ଛେଦ ଲେଖିଛନ୍ତି। ଗୋପୀନାଥ ମହାନ୍ତିଙ୍କ ରଚିତ କେଉଁ ଉପନ୍ୟାସ ଭୂଦାନ ଆନ୍ଦୋଳନର ପୃଷ୍ଠଭୂମିରେ ରଚିତ? ଉତ୍ତର ଶିବ ଭାଇ ଉପନ୍ୟାସ। ମଧୁସୂଦନଙ୍କ ପଦ୍ମ କବିତା କେଉଁ କବିତା ସଂକଳନରୁ ଆନୀତ? ଉତ୍ତର ଛାନ୍ଦମାଳା। ଭାରତ ଗୀତିକାର ରଚୟିତା କିଏ? ଉତ୍ତର ରାଧାନାଥ ରାୟ। ଅଯୋଧ୍ୟା ଦୃଶ୍ୟର ସର୍ଗ ସଂଖ୍ୟା କେତେ? ଉତ୍ତର 3। ଅଯୋଧ୍ୟା ଦୃଶ୍ୟର ସର୍ଗ ସଂଖ୍ୟା 3। କାକବାରତା କାହାର ରଚନା? ଉତ୍ତର ନନ୍ଦକିଶୋର ବଳଙ୍କର। ଲକ୍ଷ୍ମୀ ନାରାୟଣୀ ବଚନିକା ଗ୍ରନ୍ଥକୁ କିଏ ପ୍ରଥମେ ଲୋକଲୋଚନକୁ ଆଣିଥିଲେ? ଉତ୍ତର ବଂଶୀଧର ମହାନ୍ତି ପ୍ରଥମେ ଲକ୍ଷ୍ମୀ ନାରାୟଣୀ ବଚନିକା ଗ୍ରନ୍ଥକୁ ଲୋକଲୋଚନକୁ ଆଣିଥିଲେ। କଳସା ଚଉତିଶାଟି କେବେ ପ୍ରଥମେ ଲୋକଲୋଚନକୁ ଆସିଲା? ଉତ୍ତର 1931 ମସିହାରେ ଆସିଲା। ରୁଦ୍ର ସୁଧାନିଧିରେ ଲିଙ୍ଗରାଜକୁ କେଉଁ ଦେବତା ରୂପେ ସ୍ତୁତି କରାଯାଇଛି? ଉତ୍ତର ଭୁବନେଶ୍ୱର ରୂପେ ସ୍ତୁତି କରାଯାଇଛି। ମାତା ଯଶୋଦା ନିଜର ଦୁଃଖ କାହା ଆଗରେ ପ୍ରକାଶ କରିଛନ୍ତି? ଉତ୍ତର କୋଇଲି ଆଗରେ। ରହସ୍ୟ ମଞ୍ଜରୀ କାବ୍ୟର ମଙ୍ଗଳାଚରଣରେ କେଉଁ ଦେବତାଙ୍କୁ ସ୍ମରଣ କରାଯାଇଛି? ଉତ୍ତର ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ କରାଯାଇଛି। ନାମରତ୍ନ ଗୀତାର ରଚୟିତା କିଏ? ଉତ୍ତର ଦୀନକୃଷ୍ଣ ଦାସ। ଉପେନ୍ଦ୍ର ଭଞ୍ଜଙ୍କ କେଉଁ କାବ୍ୟରେ ପ୍ରଥମ ଛାନ୍ଦରେ ଶ୍ରୀକ୍ଷେତ୍ରର ବର୍ଣ୍ଣନା ରହିଛି? ଉତ୍ତର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ। ରାମଶଙ୍କର ରାୟ ବିଧବା ବିବାହକୁ ସମର୍ଥନ କରି କେଉଁ ନାଟକ ରଚନା କରିଛନ୍ତି? ଉତ୍ତର ଲୀଳାବତୀ। ରସବତୀ କାବ୍ୟର କବି କିଏ? ଉତ୍ତର ଅଭିମନ୍ୟୁ ସାମନ୍ତସିଂହାର। ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ପିତା ଓ ମାତାଙ୍କର ନାମ କ'ଣ? ଗୋପାଳକୃଷ୍ଣଙ୍କ ପିତା ହେଉଛନ୍ତି ବନବାସୀ ପଟ୍ଟନାୟକ ଏବଂ ମାତା ହେଉଛନ୍ତି ଶ୍ରୀମତୀ ଲଳିତା ଦେବୀ। ଅମ୍ବିକା ବିଳାସ କାବ୍ୟର ବିଷୟବସ୍ତୁ କ'ଣ? ଉତ୍ତର
ଶିବ ପାର୍ବତୀଙ୍କ ବିବାହ ହେଉଛି ଅମ୍ବିକା ବିଳାସର ବିଷୟବସ୍ତୁ। ରସଲେଖା କେତେ ଛାନ୍ଦ ବିଶିଷ୍ଟ? ଉତ୍ତର 22 ଛାନ୍ଦ ବିଶିଷ୍ଟ। କଲ୍ଲୋଳେ ପଦଲାଳିତ୍ୟମ୍ କହିଲେ କେଉଁ କାବ୍ୟକୁ ବୁଝାଏ? ଉତ୍ତର ରସକଲ୍ଲୋଳକୁ। କେଉଁଠାରେ ପ୍ରଥମ ଛାପଖାନା ପ୍ରତିଷ୍ଠିତ ହୋଇଥିଲା? ଉତ୍ତର ବାଲେଶ୍ୱର ଠାରେ। ରାଧାନାଥ କେଉଁଠାରେ ଶିକ୍ଷକତା କରୁଥିବା ସମୟରେ କବିତାବଳୀର ଦ୍ୱିତୀୟ ଭାଗ ରଚନା କରିଥିଲେ? ଉତ୍ତର ପୁରୀଠାରେ। କାହାଙ୍କ ପ୍ରେରଣା ଯୋଗୁଁ ଭକ୍ତକବି ମଧୁସୂଦନ ରାଓ ସାହିତ୍ୟ ସୃଷ୍ଟି ଦିଗରେ ଉତ୍ସାହିତ ହୋଇଥିଲେ? ଉତ୍ତର ରାଧାନାଥ ରାୟଙ୍କ ଯୋଗୁଁ। ସ୍ତୁତି ଚିନ୍ତାମଣିର ସମ୍ପାଦକ କିଏ? ଉତ୍ତର ଆର୍ତ୍ତବଲ୍ଲଭ ମହାନ୍ତି। ଗଙ୍ଗାଧର ମେହେର କେତେ ଟଙ୍କା ବେତନରେ ଅମିନ ଚାକିରି କରିଥିଲେ? ଉତ୍ତର 7 ଟଙ୍କାରେ। କାହାଙ୍କ ପରାମର୍ଶରେ ବିଶ୍ୱନାଥ କର ଉତ୍କଳ ସାହିତ୍ୟ ପତ୍ରିକାର ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ? ଉତ୍ତର ଭକ୍ତକବି ମଧୁସୂଦନ ରାଓଙ୍କ ପରାମର୍ଶରେ। ରାଜେନ୍ଦ୍ର କେଉଁ ଉପନ୍ୟାସର ଚରିତ୍ର? ଉତ୍ତର କନକଲତା ଉପନ୍ୟାସର ଚରିତ୍ର। କୋଣାର୍କେ କାବ୍ୟ କେତେ ଭାଗରେ ବିଭକ୍ତ? ଉତ୍ତର 2 ଭାଗରେ ବିଭକ୍ତ। କାଳୀଚରଣ ପଟ୍ଟନାୟକଙ୍କୁ ନାଟ୍ୟାଚାର୍ଯ୍ୟ ଉପାଧି କେଉଁ ସଂସ୍ଥା ପ୍ରଦାନ କରିଥିଲା? ଉତ୍ତର ଉତ୍କଳ ସାହିତ୍ୟ ସମାଜ। ଗୋଦାବରୀଶ ମହାପାତ୍ର କେଉଁ ଗ୍ରନ୍ଥ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ? ଉତ୍ତର କଣ୍ଟା ଓ ଫୁଲ କବିତା ଏବଂ ଉଠ କଙ୍କାଳ ପାଇଁ 2 ଥର ସେ ପାଇଛନ୍ତି। ଅଙ୍ଗେ ଯାହା ନିଭାଇଛି କାହାର ଆତ୍ମଜୀବନୀ? ଉତ୍ତର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର। ଗୋପୀନାଥ ମହାନ୍ତିଙ୍କ ଆତ୍ମଜୀବନୀ ସ୍ରୋତସ୍ୱତୀ କେତେ ଭାଗରେ ବିଭକ୍ତ? ଉତ୍ତର 3 ଭାଗରେ ବିଭକ୍ତ। ବାଜିରାଉତ କାବ୍ୟ ସଚ୍ଚିଦାନନ୍ଦ କାହାଙ୍କ ସ୍ମୃତିରେ ଲେଖିଛନ୍ତି? ଉତ୍ତର ଭଗବତୀ ଚରଣ ପାଣିଗ୍ରାହୀଙ୍କ ସ୍ମୃତିରେ। କରବୀ ମଞ୍ଜରୀ କେଉଁ ଉପନ୍ୟାସର ଚରିତ୍ର? ଉତ୍ତର କଲେଜ ବୟ, ଯାହାକି ଏହା ସୁରେନ୍ଦ୍ର ମହାନ୍ତିଙ୍କ ଉପନ୍ୟାସ। ସୁରେନ୍ଦ୍ର ମହାନ୍ତିଙ୍କ ଶେଷ ଉପନ୍ୟାସର ନାମ କ'ଣ? ଉତ୍ତର ଫଟା ମାଟି ହେଉଛି ସୁରେନ୍ଦ୍ର ମହାନ୍ତିଙ୍କ ଶେଷ ଉପନ୍ୟାସର ନାମ। ବିନୋଦ ଚନ୍ଦ୍ର ନାୟକ କେଉଁ ପୁସ୍ତକ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ? ଉତ୍ତର ସରୀସୃପ 1970 ମସିହାରେ। ଗୁରୁପ୍ରସାଦ ମହାନ୍ତିଙ୍କ କବିତା ସମଗ୍ର କେବେ ପ୍ରକାଶ ପାଇଛି? ଉତ୍ତର 1995ରେ। ହାସ୍ୟ କଲ୍ଲୋଳ କାହାର ରଚନା? ଉତ୍ତର କବିସୂର୍ଯ୍ୟ ବଳଦେବ ରଥଙ୍କର ରଚନା।
କଳିଯୁଗ କଥା କେଉଁ ପର୍ବରେ ରହିଛି? ଉତ୍ତର ସ୍ୱର୍ଗାରୋହଣ ପର୍ବରେ ରହିଛି। ବଳରାମ ଦାସଙ୍କ ପିତା ଗଜପତି ମହାରାଜାଙ୍କ ମନ୍ତ୍ରୀ ଥିବାର ତାଙ୍କର କେଉଁ ଗ୍ରନ୍ଥରୁ ଜଣାପଡ଼େ? ଉତ୍ତର ତାଙ୍କର 36 ଗୁପ୍ତ ଗୀତା ଗ୍ରନ୍ଥରୁ ଜଣାପଡ଼େ। ଜଗନ୍ନାଥ ଦାସ ସଂସ୍କୃତ, ଓଡ଼ିଆ, ବଙ୍ଗଳା ଓ ଅନ୍ୟ କେଉଁ ଭାଷାରେ ପୁସ୍ତକ ରଚନା କରିଥିବାର ଜଣାଯାଏ? ଉତ୍ତର ବ୍ରଜବୋଲି ଭାଷାରେ ମଧ୍ୟ ସେ ପୁସ୍ତକ ରଚନା କରିଥିବାର ଜଣାଯାଏ। ଅଚ୍ୟୁତାନନ୍ଦ ଦାସ କେତେ ବର୍ଷ ବୟସରେ ଶରୀର ତ୍ୟାଗ କରିଥିଲେ? ଉତ୍ତର 120 ବର୍ଷ ବୟସରେ। କଳସା ଚଉତିଶା ମଧୁଚକ୍ରର କେତେ ଖଣ୍ଡରେ ସ୍ଥାନିତ? ଉତ୍ତର 4ର୍ଥ ଖଣ୍ଡ। କିଏ କହିଛନ୍ତି ମୋ ମତରେ ରୁଦ୍ରସୁଧାନିଧି ଗଦ୍ୟ ଓ ଏହା ବେଣୀ ରଚନାର ଅନ୍ତର୍ଭୁକ୍ତ? ଉତ୍ତର ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ। କେଶବ କୋଇଲି ମଙ୍ଗଳ ରାଗରେ ରଚିତ ବୋଲି କିଏ ମତ ଦିଅନ୍ତି? ଉତ୍ତର ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ ମତ ଦିଅନ୍ତି। ଦେବଦୁର୍ଲ୍ଲଭ ଦାସ କେଉଁ ଶତାବ୍ଦୀର କବି? ଉତ୍ତର 16ଶ ଶତାବ୍ଦୀର ଶେଷ ଭାଗର କବି ହେଉଛନ୍ତି ଦେବଦୁର୍ଲ୍ଲଭ ଦାସ। କେଉଁ ଗ୍ରନ୍ଥ ରଚନା କରି କବି ଦୀନକୃଷ୍ଣ ଦାସ କୁଷ୍ଠ ରୋଗରୁ ମୁକ୍ତି ପାଇଥିବାର ଜନଶ୍ରୁତି ରହିଛି? ଉତ୍ତର ଆର୍ତ୍ତତ୍ରାଣ ଚଉତିଶା। ଷଡ଼ଋତୁର ରଚୟିତା କିଏ? ଉତ୍ତର ଉପେନ୍ଦ୍ର ଭଞ୍ଜ। ବିଚକ୍ଷଣା କେଉଁ ପ୍ରକାର କାବ୍ୟ? ଉତ୍ତର କାଳ୍ପନିକ କାବ୍ୟ। ଅଭିମନ୍ୟୁଙ୍କର ଦୁର୍ଯ୍ୟୋଧନଙ୍କ କନ୍ୟା ସୁଲକ୍ଷଣା ସହିତ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବକର ପ୍ରଣୟ କାହାଣୀ କେଉଁ କାବ୍ୟର ବିଷୟବସ୍ତୁ? ଉତ୍ତର ସୁଲକ୍ଷଣା କାବ୍ୟର ବିଷୟବସ୍ତୁ। ଗୋପାଳକୃଷ୍ଣ କେବେ ପାଞ୍ଜିଆ କରଣ ପଦବୀରେ ନିଯୁକ୍ତି ପାଇଥିଲେ? ଉତ୍ତର 1812 ମସିହାରେ। କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ କାବ୍ୟଟିକୁ କବି କେଉଁ ରାଜାଙ୍କ ନାମରେ ବଣତି କରିଛନ୍ତି? ଉତ୍ତର ଆଠଗଡ଼ର ରାଜା ହରିଚନ୍ଦନ ଜଗଦେବଙ୍କ ନାମରେ। ରାଜପୁତ୍ରର ଇତିହାସ କେଉଁ ପ୍ରକାରର ରଚନା? ଉତ୍ତର ପଦ୍ୟ। ବିବେକୀ ପ୍ରବନ୍ଧ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍ତର ଉତ୍କଳ ଦର୍ପଣରେ ପ୍ରକାଶିତ ହୋଇଥିଲା। କବି ମଧୁସୂଦନ ରାଓଙ୍କ କେଉଁ କବିତାରେ ସ୍ୱଜୀବନ ଦର୍ଶନ ଦେଖିବାକୁ ମିଳେ? ଉତ୍ତର ବିଚ୍ଛେଦ କବିତାରେ। ମହିମା ଧର୍ମର ପ୍ରବର୍ତ୍ତକ କିଏ? ଉତ୍ତର ମହିମା ସ୍ୱାମୀ। ତପସ୍ୱିନୀ କାବ୍ୟ କେତେ ସର୍ଗ ବିଶିଷ୍ଟ? ଉତ୍ତର ତପସ୍ୱିନୀ କାବ୍ୟ 11 ସର୍ଗ ବିଶିଷ୍ଟ। ଅନନ୍ତ ପ୍ରେମ ପ୍ରବନ୍ଧଟି କେଉଁ ପତ୍ରିକାରେ ପ୍ରକାଶିତ? ଉତ୍ତର ଉତ୍କଳ ପ୍ରଭା ପତ୍ରିକାରେ ପ୍ରକାଶିତ। ପଲ୍ଲୀ କବିଙ୍କ ସୀତାବନବାସ କେଉଁ କବିଙ୍କ ଆଦର୍ଶରେ ରଚିତ? ଉତ୍ତର
ଭବଭୂତିଙ୍କ ଉତ୍ତର ରାମଚରିତରେ ରଚିତ। ଆର୍ଯ୍ୟ ଜୀବନର ପ୍ରଥମ ପ୍ରକାଶ କାଳ କେବେ? ଉତ୍ତର 1999। ବାୟାଧନଟି କବିତାର କବି କିଏ? ଉତ୍ତର କାଳୀଚରଣ ପଟ୍ଟନାୟକ। ବନଫୁଲ ପତ୍ରିକାର ସମ୍ପାଦକ କିଏ? ଉତ୍ତର ଗୋଦାବରୀଶ ମହାପାତ୍ର। କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କେଉଁ ଗଳ୍ପଟି ଯୁଦ୍ଧୋତ୍ତର ପୃଷ୍ଠଭୂମିରେ ରଚିତ? ଉତ୍ତର ବିଜୟ ଉତ୍ସବ ଗଳ୍ପଟି। ବିନୋଦ ଚନ୍ଦ୍ର ନାୟକଙ୍କ ପ୍ରଥମ କବିତାର ନାମ କ'ଣ? ଉତ୍ତର ଅଶ୍ରୁର ଅର୍ଘ୍ୟ ହେଉଛି ତାଙ୍କର ପ୍ରଥମ କବିତା। କାଳପୁରୁଷ କବିତା କେଉଁ ପତ୍ରିକାରେ ପ୍ରକାଶିତ? ଉତ୍ତର ପ୍ରଜ୍ଞା ପତ୍ରିକାରେ ପ୍ରକାଶିତ। ବ୍ରହ୍ମଗୀତାର ରଚୟିତା କିଏ? ଉତ୍ତର ବ୍ରହ୍ମଗୀତାର ରଚୟିତା ହେଉଛନ୍ତି ବଳରାମ ଦାସ। ପୁରୀର ବଡ଼ ଓଡ଼ିଆ ମଠ କିଏ ପ୍ରତିଷ୍ଠା କରିଥିଲେ? ଉତ୍ତର ଅତିବଡ଼ି ଜଗନ୍ନାଥ ଦାସ ଏହାକୁ ପ୍ରତିଷ୍ଠା କରିଥିଲେ। ଅଚ୍ୟୁତାନନ୍ଦ ଦାସଙ୍କ ପୂର୍ବଜନ୍ମ ନାମ କ'ଣ ଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି? ଉତ୍ତର ସୁଦାମା। ରାଜା ଧର୍ମଧ୍ୱଜ ଓ କୋକିଳାବତୀ କେଉଁ ଗ୍ରନ୍ଥର ଚରିତ୍ର? ଉତ୍ତର ରୁଦ୍ର ସୁଧାନିଧି ଗ୍ରନ୍ଥର ଚରିତ୍ର। ଜୟୀ ରମା କେଉଁ ନାଟକର ଚରିତ୍ର? ଉତ୍ତର ଏହା ହେଉଛି ଭାତ ନାଟକର ଚରିତ୍ର। କିଏ ପ୍ରଥମେ ନାରୀମାନଙ୍କୁ ମହିମା ଧର୍ମ ଗ୍ରହଣ କରିବାକୁ ମନା କରିଥିଲେ? ଉତ୍ତର ମହିମା ଗୋସାଇଁ। ଧୂଳି ଗଳ୍ପର ଗାଳ୍ପିକ କିଏ? ଉତ୍ତର କାଳିନ୍ଦୀ ଚରଣ ପାଣିଗ୍ରାହୀ ହେଉଛନ୍ତି ଧୂଳି ଗଳ୍ପର ଗାଳ୍ପିକ। ସାହିତ୍ୟରେ ଅଶ୍ଳୀଳତା କାହାର ପ୍ରବନ୍ଧ? ଉତ୍ତର ସଚ୍ଚିଦାନନ୍ଦ ରାଉତରାୟଙ୍କର ଏହା ହେଉଛି ପ୍ରବନ୍ଧ। ବାଣପୁର ହାଇସ୍କୁଲ ପ୍ରତିଷ୍ଠା କିଏ କରିଥିଲେ? ଉତ୍ତର ଗୋଦାବରୀଶ ମହାପାତ୍ର ବାଣପୁର ହାଇସ୍କୁଲ ପ୍ରତିଷ୍ଠା କରିଥିଲେ। ଭକ୍ତିଗାଥା କାବ୍ୟର ରଚୟିତା କିଏ? ଉତ୍ତର ପଣ୍ଡିତ ନୀଳକଣ୍ଠ ଦାସ ହେଉଛନ୍ତି ଭକ୍ତିଗାଥା କାବ୍ୟର ରଚୟିତା। ସୁରେନ୍ଦ୍ର ମହାନ୍ତିଙ୍କ ପିତା ଓ ମାତାଙ୍କ ନାମ କ'ଣ? ତାଙ୍କ ପିତା ହେଉଛନ୍ତି ଲୋକନାଥ ମହାନ୍ତି ଏବଂ ତାଙ୍କ ମାତା ହେଉଛନ୍ତି ସୁଶୀଳା ଦେବୀ। ସର୍ବେଶାମ୍ ନୋ ଭାରତ ଜନନୀ ସଙ୍ଗୀତର ରଚୟିତା କିଏ? ଉତ୍ତର ରାଧାନାଥ ରାୟ। ଗୋପୀନାଥ ମହାନ୍ତିଙ୍କ ପ୍ରଥମ ଗଳ୍ପ ଡଁ କେଉଁ ପତ୍ରିକାରେ ପ୍ରକାଶିତ? ଉତ୍ତର ଆଧୁନିକ ପତ୍ରିକାରେ ପ୍ରକାଶିତ। ଭାରତୀ ରୋଦନ ଉତ୍କଳ ଭାରତୀଙ୍କ ନିବେଦନର
ରଚୟିତା କିଏ? ଉତ୍ତର ଗଙ୍ଗାଧର ମେହେର। ଗ୍ରାମର ମୁଖିଆ 4-5 ଜଣ ଲୋକେ କୁହାପୋଛା କରିବାରୁ ଦୀପଟି ବାବୁ ଓଡ଼ିଶା ବିଭାଗର ଇନ୍ସପେକ୍ଟରଙ୍କ ଠାକୁ ରିପୋର୍ଟ କରି ଗୋଟିଏ ଅପର ପ୍ରାଇମେରୀ ସ୍କୁଲ ବସାଇ ଦେଇଅଛନ୍ତି। ଏହା କେଉଁ ଗଳ୍ପର ଅଂଶ? ଉତ୍ତର ଏହା ରେବତୀ ଗଳ୍ପର ଅଂଶ। ବିବିଧ ପ୍ରବନ୍ଧ କେଉଁ ପ୍ରେସରେ ମୁଦ୍ରିତ ହୋଇଥିଲା? ଉତ୍ତର ରାୟ ପ୍ରେସରେ ମୁଦ୍ରିତ ହୋଇଥିଲା। ସୁରେନ୍ଦ୍ର ମହାନ୍ତିଙ୍କ ପୃଥ୍ୱୀବଲ୍ଲଭ ନାଟକ କେଉଁ ମସିହାରେ ରଚିତ? ଉତ୍ତର 1944 ମସିହାରେ ରଚିତ। ଗୋପୀନାଥ ମହାନ୍ତି କେବେ ଜ୍ଞାନପୀଠ ପୁରସ୍କାର ପାଇଲେ? ଉତ୍ତର 1974 ମସିହାରେ ପାଇଲେ। ରାଜୀବ ଲୋଚନ ଫକୀରମୋହନଙ୍କ କେଉଁ ଉପନ୍ୟାସର ଚରିତ୍ର? ଉତ୍ତର ପ୍ରାୟଶ୍ଚିତ ଉପନ୍ୟାସର ଚରିତ୍ର। ଓଡ଼ିଆ ଭାଷାର ପ୍ରଥମ ଏକାଙ୍କିକା କ'ଣ? ଉତ୍ତର ଜୀବିତ ତର୍ପଣ, ଯାହାକି ଏହା ମନୋରଞ୍ଜନ ଦାସଙ୍କର ରଚନା। ଚିତ୍ରଗ୍ରୀବ ଉପନ୍ୟାସ କେବେ ପ୍ରକାଶିତ? ଉତ୍ତର 1936 ମସିହାରେ ଚିତ୍ରଗ୍ରୀବ ଉପନ୍ୟାସ ପ୍ରକାଶିତ। କେଉଁ ନାଟ୍ୟକାରଙ୍କୁ ଓଡ଼ିଆ ନାଟ୍ୟଶାସ୍ତ୍ରର ଭରତମୁନି ବୋଲି କୁହାଯାଏ? ଉତ୍ତର କାଳୀଚରଣ ପଟ୍ଟନାୟକଙ୍କୁ। ସାରଳା ଦାସଙ୍କୁ ପରିଡ଼ା ଉପାଧି କିଏ ଦେଇଥିଲେ? ଉତ୍ତର ରାଜା କପିଳେନ୍ଦ୍ର ଦେବ ଦେଇଥିଲେ। ଗୁରୁପ୍ରସାଦ ମହାନ୍ତିଙ୍କ ଜନ୍ମ କେବେ? ଉତ୍ତର 1924 ମସିହାରେ। ନନ୍ଦକିଶୋର ବଳ ତାଙ୍କର କେଉଁ ପ୍ରବନ୍ଧକୁ କବିତାର ରୂପ ଦେଇଥିଲେ? ଉତ୍ତର ପଲ୍ଲୀଚିତ୍ରକୁ। ଇତାଲୀୟ ଯୁବା କେଉଁ ପତ୍ରିକାରେ ପ୍ରକାଶିତ? ଉତ୍ତର ଉତ୍କଳ ଦର୍ପଣ ପତ୍ରିକାରେ ପ୍ରକାଶିତ। ଜଗମୋହନ ରାମାୟଣର ରଚୟିତା କିଏ? ଉତ୍ତର ବଳରାମ ଦାସ ହେଉଛନ୍ତି ଜଗମୋହନ ରାମାୟଣର ରଚୟିତା। ଅଷ୍ଟକ ବିହାରୀ ଗୀତା କେତେ ଅଧ୍ୟାୟ ବିଶିଷ୍ଟ? ଉତ୍ତର 6 ଅଧ୍ୟାୟ ବିଶିଷ୍ଟ। ଫଗୁଣ ବ୍ୟଥା କବିତାର କବି କିଏ? ଉତ୍ତର ସଚ୍ଚିଦାନନ୍ଦ ରାଉତରାୟ ହେଉଛନ୍ତି ଫଗୁଣ ବ୍ୟଥା କବିତାର କବି।